ଶ୍ରୀମଦ୍ଭାଗବତ ପଞ୍ଚମ ସ୍କନ୍ଧ ଦଶମ ଅଧ୍ୟାୟ। ଶୁକ ଉବାଚ। ଏତୁ ଅନ୍ତରେ ଏକ ଦିନେ ଶୁଣ ରାଜନ ସାବଧାନେ, ସିନ୍ଧୁପତି ଯେ ରହୁ ଗଣ ସେ ରାଜା ବିଷ୍ଣୁ ପରାୟଣ। ତାହାର ଏକ ଶ୍ରେଷ୍ଠ ବୃତ୍ତି ରାଜାର ଗମନ ନିମନ୍ତେ, ବିମାନ ବହିବାର ପାଇଁ ଏକ ପୁରୁଷେ ସେ ଲୋଡ଼ଇ। ଦୈବ ଯୋଗ ଦେଖ ତାର ସେ ବିଷ୍ଣୁ ଅଂଶ ବିପ୍ରବର, ସେଠାରେ ହେଲା ଉପସ୍ଥିତ ତାକୁ ଦେଖିଲା ନୃପଦୂତ। ହରସ ମନେ ବିଚାରଇ ଏହାର ତୁଲ୍ୟ କେହି ନାହିଁ, ଅତି ବଳିଷ୍ଠ ଏ ଶରୀର ବିମାନ ବହିବ ନିକର। ଏମନ୍ତେ ଶୀଘ୍ର ଘେନିଗଲା ବିମାନ ବୁହାରେ ଖଞ୍ଜିଲା, ତହିଁ ନିଯୁକ୍ତ ନର ସଙ୍ଗେ ବିମାନ ବହିଲା ସେ ରଙ୍ଗେ। ସାକ୍ଷାତେ ବିଷ୍ଣୁ ଭକ୍ତ ସେହି ପର ଅଧୀନ ପ୍ରାୟ ହୋଇ, ସେ ଯେ ପରମ ଭାଗବତ ଏ କର୍ମ ତାର ଅନୁଚିତ। ପୂର୍ବେ ଯେ ପାପ କର୍ମ କଲା ଅସାଧୁ ସଙ୍ଗକୁ ଭଜିଲା, ସେହି ସକାଶୁ ଏହି ଗତି ଶୁଣନ୍ତୁ ଏକ ମନେ ଚିନ୍ତି। ବିମାନ ବହି ନ ଜାଣଇ ବିଷମ ସମେ ସେ ଚଳଇ, କ୍ଷୁଦ୍ର ଜୀବଙ୍କ ମୃତ୍ୟୁ ଭୟେ ପାଦ ନ କ୍ଷେପନ୍ତି ନିର୍ଭୟେ। ତେଣୁ ବିମାନ ବକ୍ର ହୋଇ ରାଜା ଦେହରେ କଷ୍ଟ ପାଇ, ବିମାନ ବୁହା ପୁରୁଷରେ ନୃପ କହଇ କୋପ ଭରେ। ବିଷମ ସମଭାବ ହୋଇ ବିମାନ ବହ କାହିଁ ପାଇଁ, ପ୍ରଭୁ ବଚନ କୋପ ଭରେ ଶୁଣି କମ୍ପନ୍ତି ସେ କିଙ୍କରେ। ଅତ୍ୟନ୍ତ ଭୟଚିତ୍ତ ହୋଇ ଜଡ଼କୁ ଦେଲେ ସେ ଦେଖାଇ, ଭୋନାଥ ଆମ୍ଭ ଦୋଷ ନାହିଁ ଏ ଯେ ପୁରୁଷ ନ ଚଳଇ। ଏହାର ବକ୍ର ଗତି ପାଇଁ ବିମାନ ବକ୍ର ଭାବ ହୋଇ, ଭୋନାଥ ଶୁଣ ସାବଧାନେ ପୁଣି ହିଁ ଚଳଇ ବିଷମେ। ଏହାର ସଙ୍ଗତେ ରାଜନ ବହି ନ ପାରିବୁ ବିମାନ, ଏହାର ସଂସର୍ଗ ଦୋଷରେ ଆମ୍ଭଙ୍କୁ ଦଣ୍ଡିବ ବେଭାରେ। ଏମନ୍ତେ ଭୃତ୍ୟ ବାକ୍ୟ ଶୁଣି ଚିନ୍ତେ ରାଜନ ଶିରୋମଣି, ଏହାଙ୍କୁ ସଂସର୍ଗ ଦୋଷରେ କିମ୍ପା ଦଣ୍ଡିବା ଅବିଚାରେ। ରାଜା ସ୍ୱଭାବେ ସାଧୁ ହୋଇ ରଜୋଗୁଣରୁ କ୍ରୋଧ ବହି, ବିଷ୍ଣୁ ଭକତ ନୃପବର ଭରତେ ବୋଲନ୍ତି ଉତ୍ତର। ପୁଷ୍ଟ ପୃଥୁଳ ତୋ ଶରୀର କଠିନ ପିନ ଗ୍ରୀବା ତୋର, ସ୍ଥକିତେ ଚଳୁ କି କାରଣ ଏ ତୋର ଦେହ ନିଷ୍କାରଣ। ଏ କ୍ଷୁଦ୍ରେ ତୋର ସଙ୍ଗତରେ ବିମାନ ବୁହନ୍ତି ତତ୍ପରେ, ବ୍ୟର୍ଥ ତୋହର କଳେବର ମିଥ୍ୟାରେ ବହୁତୁ ଶରୀର। ଏମନ୍ତେ ଶୁଣ ପରୀକ୍ଷିତ ସେ ଯେ ବ୍ରାହ୍ମଣ ବିଷ୍ଣୁ ଭକ୍ତ, ଏମନ୍ତ ବଚନେ ମୌନ ସ୍ୱଭାବେ ବହନ୍ତି ବିମାନ। ପୁଣି ବିମାନ ବକ୍ର ହେଲା ସେ ରାଜା ଅତି କୋପ କଲା। ରାଜା ଉବାଚ, ଆରେ ପାମର ମୂଢ଼ ଚିତ୍ତ ଜୀବନ ଥାଉଁ ତୁହି ମୃତ, ମୋହର ଅଙ୍ଗେ କଷ୍ଟ ଦେଉ ପ୍ରମତ୍ତ ଭାବକୁ ତୁ ବହୁ। ଯମର ପ୍ରାୟ ମୁଁ ଅଟଇ ଦୁଷ୍ଟଙ୍କ ଦର୍ପ ବିନାଶଇ, ତୋହର ମତ୍ତ ଭାବ ମୋହି ଆଜହୁଁ ଦୂର କରିବଇ। ଏମନ୍ତେ ଅତି ନିନ୍ଦାମାନ ଜଡ଼କୁ କଲା ସେ ରାଜନ, ରଜୋଗୁଣରୁ ତମ ତାର ତମ ଗୁଣରୁ ଅହଙ୍କାର। ସେ ଯେ ବ୍ରାହ୍ମଣର କୁମର ସକଳ ଭୂତେ ଦୟାପର, ଈଷତ ହାସ୍ୟ ବଦନରେ ବଚନ କହନ୍ତି ରାଜାରେ। ବ୍ରାହ୍ମଣ ଉବାଚ, ଭୋ ନୃପ ଶୁଣ ସାବଧାନେ ତୁମ୍ଭେ ଯା କହିଲ ବଚନେ। ହେ ବୀର ଭାର ନାମ ଯେହି ଭାର ବହଇ ଅବା କେହି, ଗମନ କରି ନ ପାରଇ ଅତି ସ୍ଥୂଳ ମୋର ଦେହି। ଜୀବନ ମୃତ ଯେ ବୋଇଲ ସେ କଥା ସତ୍ୟଟି କହିଲ, ଯେ ସ୍ଥୂଳ କୃଶ ଆଦି ବ୍ୟାଧି କ୍ଷୁଧା ପିପାସା ଭୟ ଆଦି, ନିଦ୍ରା ବିହାର କ୍ରୋଧ ଯେତେ ମଦ ଅହଙ୍କାର ସହିତେ।
ଯାଦେହି ଅଭିମାନ ଥାଇ ତାହାର ତହିଁ ଏତେ ଥାଇ ମୋର ଦେହରେ ଏତେ ନାହିଁ ଏଣୁ ଜୀବନ ମୃତ ମୁହିଁ ବିଶେଷ କହିଲି ରାଜନ ବ୍ରହ୍ମ ବିଚାରେ ଏ ବଚନ କେଅ ବା କାହାରେ ବହଇ ଏମନ୍ତ ମୁହିଁ ନ ଦେଖଇ କେବା ଈଶ୍ୱର କେ କିଙ୍କର ଏମନ୍ତ ନ ଦେଖି ଅପର ତୁମ୍ଭେ ଆମ୍ଭରେ ଏ ବଚନ କେମନ୍ତେ କହିଲ ରାଜନ ଆମ୍ଭେ କି କରିବୁ ତୁମ୍ଭରେ ସ୍ୱଭାବେ ଏ ଜଡ଼ ଶରୀରେ ପ୍ରମତ୍ତ ଜଡ଼ ଭାବେ ମୁହିଁ ବିମାନ କେବେ ବହି ନାହିଁ ଶୁକବାଚ ଶୁଣ ପରୀକ୍ଷ ନୃପବର ସେ ଯେ ବ୍ରାହ୍ମଣର କୁମର ସୁଶୀଳ ସାଧୁ ସମଚିତ୍ତ ବିଶେଷେ ଶ୍ରୀକୃଷ୍ଣ ଭକତ ରାଜାର ବାକ୍ୟ ଅନୁସାରେ ଏମନ୍ତ କହି ସେ ମଧୁରେ ପ୍ରାରବ୍ଧ କର୍ମ କ୍ଷୟ ପାଇଁ ପୁଣି ବହନ୍ତି ତୁନି ହୋଇ ଏମନ୍ତେ ଶୁଣ ନୃପବର ବିଷୟ କର୍ମ କରି ଦୂର ତତ୍ତ୍ୱ ଜିଜ୍ଞାସା ନିମନ୍ତରେ ରାଜା ଯେ ଥାଏ ସ୍ନେହ ଭରେ ବିପ୍ରବଚନେ ତତ୍ତ୍ୱଜ୍ଞାନ ବିଷୟ ଭ୍ରମତା ଖଣ୍ଡନ ଅମୃତ ପ୍ରାୟ ତାଙ୍କ ବାଣୀ ମନେ ଚିନ୍ତିଲା ନୃପମଣି ତକ୍ଷଣେ ଶୀଘ୍ରତର ହୋଇ ବିମାନୁ ପଡ଼ିଲା ଓହ୍ଲାଇ ବ୍ରାହ୍ମଣ ପାଦ ଯୁଗଳରେ ଚିର ସମର୍ପି ଭୟାତୁରେ ବୋଲଇ ବାକ୍ୟ ଗଦ ଗଦ କ୍ଷମା କରିବା ଅପରାଧ କେ ତୁମ୍ଭେ କହ ସ୍ୱାମୀ ମୋରେ କରୁଣା କର ଏ କିଙ୍କରେ ଗୁପତ ଭାବେ ଭ୍ରମୁଥାଅ ବ୍ରାହ୍ମଣ ଭାବ ତୁମ୍ଭ ଦେହ କିଅ ବା ଅବଧୂତ ବର କେମନ୍ତେ ମିଳିଲ ଏଠାର କାହିଁ ତୁମ୍ଭର ନିଜ ସ୍ଥାନ କେମନ୍ତେ ବହିଲ ବିମାନ ଏ ଯେତେ ଅପରାଧ ମୋର କ୍ଷମା ତୁ କର ଦ୍ୱିଜବର ଇନ୍ଦ୍ରାଦି ଯେତେ ଦେବାସୁର ପବନ ଅଗ୍ନି ଦିବାକର ଏହାଙ୍କ କ୍ରୋଧକୁ ମୋହର ଭୟ ଯେ ନାହିଁ ଦ୍ୱିଜବର ବ୍ରାହ୍ମଣ ଅପମାନେ ମୋର ହୃଦ କମ୍ପଇ ଥରହର ଏଣୁ ଅପରାଧ ମୋହର କ୍ଷମା କରିବା ବିପ୍ରବର ଅଶେଷ ଜ୍ଞାନର କାରଣ ତୁ ନାଥ ବିଷ୍ଣୁ ପରାୟଣ ଅଜ୍ଞାନ ପ୍ରାଣୀମାନଙ୍କରେ ଦେଖାଉ ଏ ଜଡ଼ ଶରୀରେ ତୋହର ଯେତେ ବାକ୍ୟମାନ ଗ୍ରଥିତ ହୋଇଅଛି ଜ୍ଞାନ ସକଳ ବର୍ଣ୍ଣ ଗୁରୁ ତୁହି ତୋତେ ମୁଁ ପ୍ରସନ୍ନ କରଇ ଜ୍ଞାନ ସ୍ୱରୂପ ତୋ ଶରୀର ଭୋନାଥ ମୋତେ କୃପା କର ଅଦ୍ଭୁତ ଜଡ଼ ରୂପ ହୋଇ ପ୍ରାଣୀଙ୍କ ହିତେ ଭ୍ରମ ତୁହି ଭୋନାଥ ବିପ୍ର ଯୋଗେଶ୍ୱର ମୋ ମୂଢ଼ ପତିତ ପାମର କେମନ୍ତେ ତୋତେ ଚିହ୍ନିବଇ ସ୍ୱଭାବେ ଗୃହ ବନ୍ଧେ ଥାଇ ଏ ଯେ ମୋହର ଅନୁଚର ଅତ୍ୟନ୍ତ ମୂଢ଼ ଦୁରାଚାର ଅଜ୍ଞାନ ହେତୁ ଆଣିଦେଲେ ବିଧାତା ଘଟଣାର ବଳେ ଭାର ବହିଲେ ଶ୍ରମ ହୋଇ ତୁ କିମ୍ପା ବୋଲୁ ଶ୍ରମ ନାହିଁ ସକଳ ବସ୍ତୁ ଏ ଜଗତେ ମିଥ୍ୟା ତୁ ବୋଲୁ ବା କେମନ୍ତେ ଘଟାଦି ଯେବେ ମିଥ୍ୟା ହୋଇ କେମନ୍ତେ ଜଳ ଆଣି ତହିଁ ଆତ୍ମାର ସ୍ଥୂଳ କୁଶ ଭାବ କେମନ୍ତେ ନୁହଁ ସମ୍ଭବ ଅଗ୍ନିର ତାପ ପାତ୍ରେ ଯାଇ ସେ ତାପେ ଜଳ ଉଷ୍ମ ହୋଇ ତହୁଁ ତଣ୍ଡୁଳ ତାପ ପାଇ ଅନ୍ନ ରୂପରେ ସିଦ୍ଧ ହୋଇ ଇନ୍ଦ୍ରିରୁ ପ୍ରାଣେ ପ୍ରାଣୁ ମନେ ଜୀବତା ଭୁଞ୍ଜଇ ତକ୍ଷଣେ ତେସନ ଦେହ ଗ୍ରୀଷ୍ମ ତାପେ ସେ ତାପ ଇନ୍ଦ୍ରିୟଣେ ବ୍ୟାପେ ଉପାଧି ଧର୍ମ ପୁରୁଷର କେମନ୍ତେ ବୋଲୁ ନୁହେଁ ତାର ତୁ ଯେ ବୋଇଲୁ ଏହା ସତ୍ୟ କେୟ ବା ପ୍ରଭୁ କେ ବା ଭୃତ୍ୟ ତଥାପି ରାଜା ପ୍ରଜା ଭାବ ଅବଶ୍ୟ ସଂସାରେ ରହିବ ବିଚାର କରି ଧର୍ମାଧର୍ମ କରିବ ଦଣ୍ଡ ଯେ ପାଳନ କୃଷ୍ଣ ଆଦେଶ ମଣି କଲେ ପାପ ନ ଲାଗେ ତାକୁ ଭଲେ ମୁଁ ତୋତେ କଲି ଅପମାନ ଏ ଦୋଷ ମୋହର ନ ଘେନ ତୋହର ମାନ ଅପମାନ ତୁଲ୍ୟ ବା ବୋଲିବୁ ଏସନ ତଥାପି ମହତ ଲଙ୍ଘନ ଦୋଷେ ମୁଁ ନାଶ ଯିବି ଜାଣ ଏଣୁ ମାଗଇ କ୍ଷମା କର ଯେଣୁ ତୁ କାତର ବତ୍ସଳ ଶୁଣ ପରୀକ୍ଷ ସାବଧାନେ ସେ ବିପ୍ର ନୃପତି ବଚନେ ଜ୍ଞାନ ବୈରାଗ୍ୟ ଆଦି କରି ସକଳ ଅଛି ତହିଁ ପୁରୀ ଗୋବିନ୍ଦ ପାଦ ପଦ୍ମ ତଳେ ମନ ତୁ ରୁହାଅ ନିଶ୍ଚଳେ ପଞ୍ଚମ ସ୍କନ୍ଧେ ହରିବାଣୀ ଶୁଣି ସଂସାରୁ ତର ପ୍ରାଣୀ କୃଷ୍ଣ ଚରିତ ସୁଧାରସ କହଇ ଜଗନ୍ନାଥ ଦାସ ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
पञ्चमस्कन्धे 10मोऽध्यायः।